ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଆଞ୍ଚଳିକ ସାଧାରଣ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଅଧ୍ୟକ୍ଷତାରେ କରିଥିଲେ। ବୈଠକର ପ୍ରାରମ୍ଭରେ ବିଦ୍ୟାଦାତା ମହାତ୍ମାଗାନ୍ଧୀଙ୍କ ନିକଟରେ ଯୁବକଙ୍କ ନୈବେଦ୍ୟ ଅର୍ପଣପୂର୍ବକ ମନ୍ତ୍ରୋଚ୍ଚାରଣ କରାଯାଇଥିବା ସରକାରୀ ସଂଖ୍ୟା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ସୁନ୍ଦର ପ୍ରାର୍ଥନା ବୋଲି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ଶ୍ରୀଯୁକ୍ତ ଭଗବାନ ନାୟକ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହାସହ ମଧ୍ୟ ଅନ୍ୟ ବୈଠକର କାର୍ଯ୍ୟସୂଚୀ ପ୍ରଦାନ କରିଥିଲେ। ପ୍ରଥମରେ ଶ୍ରୀଯୁକ୍ତ ହେମନ୍ତ କୁମାର ବେହେରା ପଞ୍ଚମ ଏନ୍ସିଏଫ୍ର ବିବରଣୀ ପାଠ କରି ଆଲୋଚନା କରିଥିଲେ। ଏହାପରେ ଡିସେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ଶିଶୁ ବାଟିକା ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବିକାଶର ଦିଗ ଅନ୍ତର୍ଗତ ପାଠ୍ୟକ୍ରମର ଲକ୍ଷ୍ୟ ଓ ଶିକ୍ଷଣ ସାମଗ୍ରୀ ଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହିତ ପ୍ରତ୍ୟାଶିତ ଶିକ୍ଷଣ ଫଳାଫଳ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ତତ୍ପରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଚାରୋଟି ଦଳରେ ବିଭକ୍ତ କରାଯାଇ ଦୁଇଟି ଦଳକୁ ସଂଖ୍ୟାଗାନ ଓ ଯୋଜନା ପ୍ରସ୍ତୁତି କରି ତୃତୀୟ ଶ୍ରେଣୀ, ଦ୍ୱିତୀୟ ଦଳ ଚତୁର୍ଥ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ, ତୃତୀୟ ଦଳ ବୈଦିକ ସରଞ୍ଚନା ପରିଦର୍ଶନ କରି ଏକ ଖୋଲା ଆଲୋଚନା କରିଥିଲେ। ତତ୍ପରେ ଶିକ୍ଷଣ ସମ୍ପନ୍ନ ରେଜିଷ୍ଟର କିପରି ଗ୍ରହଣ କରାଯିବ, ତ୍ରିଭୁଜ ପ୍ଲସ୍ ଷ୍ଟାର ଚିହ୍ନରେ କେତେ ଶିକ୍ଷାର୍ଥୀ ଅଛନ୍ତି, ପ୍ରତିଷ୍ଠାନରେ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଅଭିବୃଦ୍ଧି ପାଇଁ କ'ଣ ସବୁ ପଦକ୍ଷେପ ବିଦ୍ୟାଳୟମାନଙ୍କରେ ଗ୍ରହଣ କରେ ଶ୍ରୀଯୁକ୍ତ ହେମନ୍ତ କୁମାର ବେହେରା ଆଲୋଚନା କରିଥିଲେ। ଏଥିରେ ସେ କହିଥିଲେ ଯେ ପଞ୍ଚମ ଶ୍ରେଣୀ ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାୟନ ଯଥା SA1, SA2, SA1 ଲିଖିତ କାର୍ଯ୍ୟ ପ୍ରକଳ୍ପ କାର୍ଯ୍ୟରୁ 60% ଗୁରୁତ୍ୱ ଦିଆଯିବ ଓ ବାର୍ଷିକ ପରୀକ୍ଷା 40% ଗୁରୁତ୍ୱ ଦିଆଯିବ। ସେହିପରି ଅଷ୍ଟମ ଶ୍ରେଣୀ ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାୟନ 50% ଓ ବାର୍ଷିକ ପରୀକ୍ଷା 50% ଗୁରୁତ୍ୱ ଦିଆଯିବ। ତେଣୁ ପ୍ରତ୍ୟେକ ବିଦ୍ୟାଳୟରେ ଆଭ୍ୟନ୍ତରୀଣ ମୂଲ୍ୟାୟନ